ବୋଉ ଭାଇ ଫୋन କରିଥିଲା ରାକ୍ଷୀ ପୂର୍ଣ୍ଣିମାକୁ ଘରକୁ ଯିବା ପାଇଁ। ମୁଁ ଏଥର ରାକ୍ଷୀ ପୂର୍ଣ୍ଣିମାକୁ ଘରକୁ ଯିବି। ଦେଖ ବୋଉ, କାଲି ମୋ ଝିଅ ଯାଇ ଘରକୁ ଆସିବେ ରାକ୍ଷୀ ପୂର୍ଣ୍ଣିମା ପାଇଁ। ତୁ ଯଦି ତୋ ବୋପା ଘରକୁ ପଳେଇବୁ ସେମାନଙ୍କ ଚର୍ଚ୍ଚା କିଏ କରିବ? ଗୋଟେ ମୋ କଥା ମାନ, ଗୋଟେ କଥା କର, ତୁ ରହିଯା। ସେମାନେ ଗଲା ପରେ ତୁ ସୁବିଧା ଦେଇକି କେତେବେଳେ ତୋ ବୋପା ଘରକୁ ଯିବୁ। ବୋଉ, ମୁଁ ଯେକୌଣସି ପର୍ବପର୍ବାଣୀରେ ଘରକୁ ବାହାରୁଛି ଆପଣ କିଛି ନା କିଛି ବାହାନା କରି ମୋତେ ରଖିଦେଉଛନ୍ତି। ଶୁଣନ୍ତୁ ବୋଉ, ମୋର ଗୋଟେ ବୋଲି ଭାଇ, ଏ ବର୍ଷ ରାକ୍ଷୀ ପରେ ମୁଁ ନିଶ୍ଚିନ୍ତ ଯିବି। ଓ ତୋର ତ ସେ ନିଜ ଭାଇ, ଗୋଟେ ବର୍ଷ ରାକ୍ଷୀ ନ ବାନ୍ଧିଲେ କ'ଣ ସମ୍ପର୍କ ଛିଡ଼ି ଯାଉଛି? ଚାଲି ଆଇଲା ରାକ୍ଷୀ ବାନ୍ଧିବାକୁ। ଆଲୋ ବୋଉ, କ'ଣ ଖାଇବାକୁ ଦବୁନୁ କିଲୋ? କାହିଁ 4-5 ଦିନ ନ ଖାଇଲେ ଆପଣ କ'ଣ ମରିଯାଉଛନ୍ତି? ମୁଁ ଏ ଘରର ଦାୟିତ୍ୱ ନେଇପାରିବିନି। ଯଦି ଶାଶୁ ଘରର ଯତ୍ନ ନେବା ଗୋଟେ ବୋହୂର କର୍ତ୍ତବ୍ୟ, ତାହେଲେ ଗୋଟେ ଭଉଣୀର ବି କର୍ତ୍ତବ୍ୟ ଗୋଟେ ଭାଇ ଏତେ ରାକ୍ଷୀ ବାନ୍ଧିବା କର୍ତ୍ତବ୍ୟ ଆଉ ପରମ୍ପରା। ମୁଁ ତୋର ଶାଶୁ, ଏ ଘରର ଦାୟିତ୍ୱ ନେବା ତୋର କର୍ତ୍ତବ୍ୟ। ଦୁନିଆରେ ସମସ୍ତଙ୍କ ସହିତ ସୁସମ୍ପର୍କ ରଖିବାକୁ ହେଲେ କର୍ତ୍ତବ୍ୟ କରିବାକୁ ପଡ଼େ, ଖାଲି ଭାଷଣ ଦେଲେ ଚଳିବନି। ଆପଣଙ୍କ ଭଳି ଶାଶୁମାନେ ନା ଭାଇ ଭଉଣୀଙ୍କ ସମ୍ପର୍କ ହିଁ ତୁଟେଇ ଦେବେ।